ମାଳି ଗୋବିନ୍ଦପୁରରେ ଚତୁର୍ଦ୍ଦଶ ମହାଶମ୍ଭୁ ମିଳନ। ଚଳଚଞ୍ଚଳର ଏକ ଜନସମୁଦ୍ରର ଜୁଆର ମଧ୍ୟରେ ବନ୍ଦୀ ହୋଇ ସମସ୍ତେ ଭାତୃ ଏବଂ ବିଶ୍ୱାସର ସୂତାରେ ଛନ୍ଦି ହୋଇଯାଇଛନ୍ତି। ଅଗାଢ଼ ବିଶ୍ୱାସର ଭକ୍ତିରେ ଅନ୍ଧ ହୋଇ ସମସ୍ତେ ନିଜ ନିଜର ଭାବନାକୁ ସମର୍ପଣ କରି ଆଶା ବାନ୍ଧିଛନ୍ତି ଏକ ନୂଆ ଦୁନିଆକୁ। ସୃଷ୍ଟିର ସ୍ରଷ୍ଟା କେବଳ ଭଗବାନ ବ୍ୟତୀତ ତାଙ୍କ ସ୍ଥାନକୁ ପୂରଣ କରିବା ଅସମ୍ଭବ। ସେହି ଭଗବାନ ଗୋଟିଏ ହୋଇଥିଲେ ମଧ୍ୟ ବିଭିନ୍ନ ରୂପରେ ଭଗବାନଙ୍କୁ ଆମେ ପାଇପାରିଥାଉ। ସେଥିପାଇଁ ଆମେ ଅନେକ ମନ୍ଦିର ଯାଇ ଅନେକ ରୂପର ଭଗବାନଙ୍କୁ ପୂଜା କରିବା ସହିତ ଦର୍ଶନ କରି ତାଙ୍କ ଆଶୀର୍ବାଦ ସାଉଁଟିଥାଉ। ଆଜି କିନ୍ତୁ ଅପୂର୍ବ ମିଳନର ମହାପର୍ବ। ନିଆରା ପରିବେଶରେ ନିଆରା ମିଳନର ଦୃଶ୍ୟ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବାର ସୌଭାଗ୍ୟ ମିଳିଯାଇଛି। ଗୋଟିଏ ସ୍ଥାନରେ ଅନେକ ନାମର ପ୍ରଭୁ ମନଦେବ ଠାକୁରଙ୍କ ମହାଶମ୍ଭୁ ମିଳନ ଦେଖିବାକୁ ମିଳିଛି। ଆଉ ଏହି ମହାଶମ୍ଭୁ ମିଳନର ଅପୂର୍ବ ସୁଯୋଗକୁ କେହି ହାତଛଡ଼ା କରିପାରୁନାହାନ୍ତି। ମହାଶମ୍ଭୁଙ୍କ ମିଳନ ସହିତ ବହୁ ଦୂରଦୂରାନ୍ତରର ଦୀର୍ଘ ଦିନର ସାଙ୍ଗସାଥୀଙ୍କ ସହିତ ମଧ୍ୟ ମହାମିଳନ ଘଟିଥାଏ। ଏମିତି ଏକ ସୁଯୋଗ ବର୍ଷରେ ଥରଟିଏ ଆସିଥିବା ଯୋଗୁଁ ଯେତେ କାମଧନ୍ଦା ରହିଥିଲେ ମଧ୍ୟ ସମୟ ଅନୁସାରେ ଆସି ପହଞ୍ଚି ଯାଇଥାନ୍ତି ମହାଶମ୍ଭୁ ମିଳନ ପଡ଼ିଆରେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ମାଳି ଗୋବିନ୍ଦପୁରର ଗାଁ ପାଖରେ ଥିବା ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେପୀଠରେ ମହାଦେବ ଠାକୁରଙ୍କ ମହାଶମ୍ଭୁ ମିଳନର ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ମହାମିଳନର ପର୍ବରେ ରମେଶ୍ୱର ଦେବ, ଗତିଶ୍ୱର ଦେବ, ଭେଟିନାଥ ଦେବ, ସିଂହନାଥ ଦେବ, ସୋମନାଥ ଦେବ, ବାଲୁକେଶ୍ୱର ଦେବ, ଜଗତେଶ୍ୱର ଦେବ, ଗଛ ବାଲୁକେଶ୍ୱର ଦେବ, ଚନ୍ଦ୍ରଶେଖର ଦେବ, ହରଗୌରୀ ଦେବ, ବାଙ୍କନିଧି ଦେବ, ଗୋପୀନାଥ ଦେବ ମହାଦେବଙ୍କ ମହାମିଳନ କରାଯାଇଥିଲା। ଏହି ପବିତ୍ର ଉତ୍ସବରେ ଅଙ୍କୁରାରୋପଣ, ଘୃତ ଯଜ୍ଞ ସହିତ ଅଖଣ୍ଡ ନାମଯଜ୍ଞ କରି ଶମ୍ଭୁ ମିଳନ କରାଯାଇଥିଲା। ଗ୍ରୀଷ୍ମର କୋପ ଲାଗି ରହିଥିବା ବେଳେ ସମସ୍ତଙ୍କ ପାଇଁ ପାନୀୟ ଜଳ ବଣ୍ଟନର ସୁବ୍ୟବସ୍ଥା କରାଯାଇଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ମହାମିଳନ ପର୍ବକୁ ଶୃଙ୍ଖଳାର ସହିତ କରିବା ପାଇଁ ଆୟୋଜନ କମିଟି ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ। ଦର୍ଶକ ଏବଂ ଭକ୍ତ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଖୁବ୍ ଶୃଙ୍ଖଳାର ସହିତ ମହାଶମ୍ଭୁ ମିଳନ ପର୍ବକୁ ଉପଭୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ୍।